ବିଜାତଳାରେ 78ତମ ବ୍ଲକ ସ୍ତରୀୟ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ। ଆଜି ସମଗ୍ର ଭାରତବର୍ଷ କୋଣ ଅନୁକୋଣରେ ପଲ୍ଲୀରୁ ଦିଲ୍ଲୀ ବହୁ କଷ୍ଟଲବ୍ଧ 78ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳନ କରୁଛି। ଏହି ପରିପ୍ରେକ୍ଷୀରେ ମୟୂରଭଞ୍ଜ ଜିଲ୍ଲାର ବିଜାତଳା ବ୍ଲକ ପରିସରରେ 78 ସ୍ୱାଧୀନତା ଦିବସ ମହାସମାରୋହରେ ପାଳନ କରିଛି। ବିଡିଓ ବଂଶୀଧର ଖୋସଲାଙ୍କ ତତ୍ତ୍ୱାବଧାନରେ ଏହି ସାହାଯ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ରାଣୀ ମୁର୍ମୁ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀମାନଙ୍କ ପାଖରୁ ପେରେଡ୍ ଅଭିବାଦନ ଗ୍ରହଣ କରିଥିଲେ ଓ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ବିଡିଓ ବଂଶୀଧର ଖୋସଲା ରାଣୀ ମୁର୍ମୁ କହିଥିଲେ, ଆମ୍ଭର ପୂର୍ବ ସୁରୀ ଜାତିର ପିତା ମହାତ୍ମା ଗାନ୍ଧୀ, ନେତାଜୀ ସୁଭାଷ ବୋଷ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ, ଉତ୍କଳମଣି ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ସମେତ ବହୁ ସ୍ୱାଧୀନତା ସଂଗ୍ରାମୀଙ୍କ ଦେଶଭକ୍ତି, ବଳିଦାନ, ତ୍ୟାଗ ପାଇଁ ଆମ୍ଭେ ଆଜି ସ୍ୱାଧୀନତା ପାଇଛୁ। ତେଣୁ ସେମାନଙ୍କୁ କୋଟି କୋଟି ନମନ। ଆମ୍ଭକୁ ଆହୁରି କଷ୍ଟ କରିବାକୁ ପଡ଼ିବ। ବିକଶିତ ଓଡ଼ିଶା, ବିକଶିତ ଭାରତ ଗଢ଼ିବାକୁ ହେବ। ମୁଖ୍ୟ ଅତିଥି ରାଣୀ ମୁର୍ମୁ ସ୍ୱାଧୀନତା ଦିବସ ଅବସରରେ ବିଜାତଳା ବ୍ଲକବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ। ବିଜାତଳା ବ୍ଲକର ସର୍ବାଙ୍ଗୀନ ଉନ୍ନତି ଏବଂ ଏହି ଅଞ୍ଚଳର ଲୋକଙ୍କୁ ଅଧିକରୁ ଅଧିକ ସେବା ଯୋଗାଇବା ପାଇଁ ଏବଂ ଅସହାୟ ଲୋକ, ଦୁର୍ବଳ ଶ୍ରେଣୀ, ଦିବ୍ୟାଙ୍ଗ, ମହିଳା ସମସ୍ତଙ୍କ ପାଇଁ ଆମେ ମିଳିତ କାମ କରିବା ପାଇଁ ଆଗେଇ ଆସିବା ଉଚିତ ବୋଲି ବକ୍ତବ୍ୟରେ କହିଥିଲେ। ତତ୍ସହ ସଂସ୍କୃତି, ପରମ୍ପରା, ଭାଷା, ସାହିତ୍ୟ, ଐତିହ୍ୟର ସୁରକ୍ଷା ହିଁ ସ୍ୱାଧୀନତାକୁ ସମୃଦ୍ଧ କରେ ବୋଲି କହିଥିଲେ। ଜିଲ୍ଲା ପରିଷଦ ସମସ୍ୟା ମୀନା ସୋରେନ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ। କାର୍ଯ୍ୟକ୍ରମରେ ପ୍ରାକ୍ତନ ଅଧ୍ୟକ୍ଷ ନିମାଇ ମୁର୍ମୁ, ସରପଞ୍ଚ ରାମଚନ୍ଦ୍ର ବାବୁ ଓ ସମସ୍ତ ଜନପ୍ରତିନିଧି, ବିଭିନ୍ନ ଅନୁଷ୍ଠାନ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ବ୍ଲକ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ। ରାଇରଙ୍ଗପୁରରୁ ଅକ୍ଷୟ ବିଶ୍ୱାଳଙ୍କ ରିପୋର୍ଟ, ନ୍ୟୁଜ୍ ଓଡ଼ିଆ।